ମୁଁ ଅଜୟ କୁମାର ପଲାଇ ପିପିଲି ଡେଲାଙ୍ଗ ଆସୋସିଏସନ ସେକ୍ରେଟାରୀ ଅଛି। ମୁଖ୍ୟ ଆମର 8 ଦଫା ଯଦି ମୁଖ୍ୟ ହେଲା 14.99 ବର୍ତ୍ତମାନ ହଟେଇକି ଯୋଉ ଅନଲିମିଟେଡ କରିଦେଲେ କଣ୍ଟ୍ରାକ୍ଟର 60% 70% କାଟିଲେଣି। କାମର ମାନ ଯାହା ହବ ସରକାର ବର୍ତ୍ତମାନ ଜାଣିଛନ୍ତି କି କାମ ମାନଟାକୁ ଖରାପ କରିବାକୁ ପ୍ରୋତ୍ସାହନ ଦେଉଛନ୍ତି। ଉପଜିଲ୍ଲାପାଳ କହିଲେ ଆମେ ଗଭର୍ଣ୍ଣମେଣ୍ଟକୁ ପଠେଇବୁ, ପଠେଇଲା ପରେ ସେ ଯାହା ଗଭର୍ଣ୍ଣମେଣ୍ଟ ନିଷ୍ପତ୍ତି ନେବ। ସେମିତି ଅନିର୍ଦ୍ଦିଷ୍ଟକାଳ ପାଇଁ ଷ୍ଟ୍ରାଇକ୍ ଚାଲିବ। ଆଉ ଗୋଟେ କ୍ରାଇଟେରିଆ ଆମର ଅଛି, ଅଲ୍ ଓଡିଶାରେ ସବୁ ଡିପାର୍ଟମେଣ୍ଟରେ ଗୋଟିଏ କ୍ରାଇଟେରିଆ ହେବା ଦରକାର। କିନ୍ତୁ ଆଗରେ ଗୋଟେ କ୍ରାଇଟେରିଆ, ଇରିଗେସନ ଗୋଟେ କ୍ରାଇଟେରିଆ ଟୋଟାଲ ହଟାଯାଏ। ମୋ ନାଁ ଅନିରୁଦ୍ଧ ବାରିକ, ମୁଁ ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ଆସୋସିଏସନର କୋର୍ କମିଟି ମେମ୍ବର ଅଛି। ଆମ ପୁରୀ ଜିଲ୍ଲା ଆସୋସିଏସନର ମୁଁ କେସିଅର ଅଛି। ବର୍ତ୍ତମାନ ଆଜି ଯୋଉ ଆପଣ ଆସିଲେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ତ କଣ ଉଦ୍ଦେଶ୍ୟ ହେଉଛି ଆମେ ଯୋଉ ମୁଖ୍ୟମନ୍ତ୍ରୀଙ୍କୁ ଯୋଉ ଦାବିପତ୍ର ଦେଇଛୁ, ଆମର ୱାର୍କ ମିନିଷ୍ଟ୍ରିକୁ ଦେଇଛୁ, ତାର ଆମେ ପ୍ରତି ଡିଷ୍ଟ୍ରିକ୍ଟରେ ଆମ ଆସୋସିଏସନ ଡିସିସନ ନେଇଛୁ ଯେ ପ୍ରତି ଜିଲ୍ଲା ଆସୋସିଏସନ ତାଙ୍କର ହେଡକ୍ୱାର୍ଟରରେ କଲେକ୍ଟରଙ୍କୁ ସେଇ ଦାବିପତ୍ରରେ ଏକ ନକଲ କପି ଦେବା ପାଇଁ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେକ୍ଟରଙ୍କ ଥ୍ରୁରେ ଦାବିପତ୍ରଟା ଆମେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଏଠି ଜଣାଇଛୁ। ସେଇ ଦୃଷ୍ଟିରୁ ଆମେ ଆମର ଗୋଟେ ରାଲି କରି ଆମର ଯୋଉ ପୁରୀ ଜିଲ୍ଲା ଆସୋସିଏସନ କଣ୍ଟ୍ରାକ୍ଟର ଭାଇମାନେ ସମସ୍ତେ ମିଶିକିରି ଦାବିପତ୍ରଟା ଆଣିକି ଜିଲ୍ଲାପାଳଙ୍କ ପାଖରେ ଉପସ୍ଥାପିତ କଲୁ। ତେଣୁ ଆମର ଯୋଉ 8 ଦଫା ଦାବି ତାର ସେଇ ବାବଦରେ ତାଙ୍କ ସହିତ ଆମର ଉପଜିଲ୍ଲାପାଳ ନା ଉପଜିଲ୍ଲାପାଳ ମହୋଦୟ ହାତରେ ସେ ଆମ ଆପ୍ଲିକେସନଟା ରିସିଭ୍ କଲେ, ତାଙ୍କ ସେଥିରେ ଏଇ ବାବଦରେ ଟିକେ ଡିସ୍କସନ କଲେ। ସେଇ ଦାବିପତ୍ର ଯାହା ଉଦ୍ଦେଶ୍ୟରେ ଆସିଥିଲୁ ଆଉ। ତେଣୁ ଆମର ଧାରଣା କଣ୍ଟିନ୍ୟୁ ଚାଲିଛି। ଲୋୟର ପିଏମଜିରେ ଆଜିକୁ 16 ଦିନ ହେଲା ଚାଲିଛି। 20/2/2024 ଆରମ୍ଭ ହେଇଛି। ସରକାରଙ୍କ କ୍ଷେତ୍ରରେ ସରକାରୀ ଅଫିସର ମାନଙ୍କର କ୍ଷେତ୍ରରେ ଆମର ଆଲୋଚନା ହେଇଛି। କାଲି ସରକାର ଡାକିଥିଲେ, ଆଲୋଚନା କିଛି ହେଇଛି। ଯୋଉ ଆଲୋଚନା ବାବଦରେ ଆମର ଅଛି ଡିସ୍କସନ, ସେ ଯାହା ଆମକୁ ଜଣାଇଛନ୍ତି। ଉପଜିଲ୍ଲାପାଳ କହିଲେ ତାଙ୍କ ମାଧ୍ୟମରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା କଥା ଦାବିପତ୍ର, ସେ କହିଲେ ଠିକ ଅଛି, ଏ ବାବଦରେ ମୁଁ ଅବଗତ ଅଛି। ଆପଣ ଯେହେତୁ ଆଣିକି ଏଇଟା ମତେ ଦେଇଛନ୍ତି, ଆମେ ସେଟାକୁ ପ୍ରପର ଚ୍ୟାନେଲରେ ପଠେଇଦେବୁ, ସେ ଆମକୁ ଏ କଥା କହିଲେ। ନା ଆମର ତ ଧାରଣା ଚାଲିଛି, ଧାରଣା ତ ଚାଲିବ। ଯଦି ଆମକୁ ଆସାମକୁ ଆମର ଯୋଉ 8 ଦଫା ଦାବି ଅଛି ସରକାର ଯଦି ମାନି ନ ନେବେ, ଆମ ଧାରଣାଟା ବି ବଳବତ୍ତର ରହିବ ଯେପର୍ଯ୍ୟନ୍ତ ନ ମାନିଥାନ୍ତି। ତେଣୁ ଆମ ଧାରଣା ଚାଲିଛି, ଚାଲିବ। ସେ ବାବଦରେ ଏବେ ଆମର କାଲି ଅଛି ଅଲ୍ ଓଡ଼ିଶାରେ ଯେତେ ଆମର 3ଟା ଜିଲ୍ଲାର ଆସୋସିଏସନର ସରକାରଙ୍କର ଲାଷ୍ଟ 31 ପର୍ଯ୍ୟନ୍ତ ନେଇଯିବୁ, ଯେମିତି ସରକାରଙ୍କ ବଜେଟ ଖର୍ଚ୍ଚ ହେଇପାରିବନି, ତାପରେ ସରକାର ମଧ୍ୟ ଦାବି କରିବାକୁ ବାଧ୍ୟ ହେବେ। ଆମେ ସେ ନିଷ୍ପତ୍ତି ନ ମାନିବା ପର୍ଯ୍ୟନ୍ତ ଆମ ଧାରଣା ବଳବତ୍ତର ରହିବ ଆଉ।